କୁହାଯାଏ ଯେ ନାସ୍ତି ଯୋଗାତ୍ ପରମ୍ ବଳମ୍। ପ୍ରାଚୀନ କାଳରୁ ମୁନି ଋଷିଙ୍କ ଦ୍ୱାରା ଉଦ୍ଭାବିତ ଭାରତୀୟ ଯୋଗ ବିଜ୍ଞାନ ମନୁଷ୍ୟକୁ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରଖିବା ନିମନ୍ତେ ଉଦ୍ଦିଷ୍ଟ ଥିଲା। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରତିବର୍ଷ ଜୁନ୍ 21 ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନେକ ନେତା ଯୋଗ, ଆସନ ଓ ପ୍ରାଣାୟାମ ଆଦି ମାଧ୍ୟମରେ ଯୋଗ ଦିବସ ପାଳନ କରିଛନ୍ତି। ଦେଶ ଭିତରେ ଓ ବିଦେଶରେ ଅନେକ ସ୍ଥାନରେ ମଧ୍ୟ ଯୋଗ ଦିବସ ଅବସରରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଯୋଗ ଦିବସ ଶନିବାର ପ୍ରତ୍ୟୁଷରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ପାଳନ କରାଯାଇଥିଲା। ପୁରୀ ସହରରେ ଭାରତୀୟ ଜନତା ପାର୍ଟିର 3ଟି ମଣ୍ଡଳ ପକ୍ଷରୁ ପୃଥକ ପୃଥକ ଭାବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। ସର୍ଦ୍ଧାବାଲି ମଣ୍ଡଳ ପକ୍ଷରୁ ସଭାପତି ବିରଞ୍ଚି ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଯୋଗ ଦିବସ ଆୟୋଜିତ ହୋଇଥିଲା। ମାଉସୀମା ମଣ୍ଡଳ ପକ୍ଷରୁ ସଭାପତି ଅଜୟ କୁମାର ଦାସଙ୍କ ନେତୃତ୍ୱରେ ବଡ଼ଦାଣ୍ଡର ଶନି ମନ୍ଦିର ଛକ ନିକଟସ୍ଥ ମଣିରାମ ଆଶ୍ରମ ପରିସରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ସାହୁ, ନାଲୁ ପଟ୍ଟନାୟକ ଓ ସବିତା ବିଶୋଇ ପ୍ରମୁଖ ପରିଚାଳନା କରିଥିଲେ। ସିଂହଦ୍ୱାର ମଣ୍ଡଳ ପକ୍ଷରୁ ସଭାପତି ରାଜକିଶୋର ପଣ୍ଡାଙ୍କ ନେତୃତ୍ୱରେ ମୁଦୁଲି ଜାଗା ପରିସରରେ ଆୟୋଜିତ ଯୋଗ ଦିବସରେ ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ଯୋଗ କରିଥିଲେ। ଯୋଗଗୁରୁ ସସ୍ମିତା ଦାସ ନିରୋଗ ରହିବା ପାଇଁ ଯୋଗର ମହତ୍ତ୍ୱ ବିଷୟରେ ମାର୍ଗଦର୍ଶନ କରି ଉପସ୍ଥିତ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତାମାନଙ୍କୁ ଯୋଗାସନ ଓ ପ୍ରାଣାୟାମ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମଣ୍ଡଳର ସାଧାରଣ ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, ପୁରୀ ଅର୍ବାନ୍ କୋଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ଅନିଲ କୁମାର ସାହୁ, ଅକ୍ଷୟ କୁମାର ମହାନ୍ତି ଏବଂ ପଦ୍ମଚରଣ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। बॉडी जेतिकी परमिट करिवो सेतिकी आराम रे करिवो। कोरोना आसुकी जहाँ पर तास हम जेते कोरोना आसिला हम यूनिवर्सिटी सब कोरोना लोक आसिले। One, two, three, four, five, six, 10 काउंट तक से ड्राइव 10 काउंट तक पूरा मेंटेन कर तापरे धीरे सबास बड़ कथा से कथा प्राय आम कहीं करूना। आज आम शुणीदे जोग दिवस बोली एकाठी गले किसी शिखिले कि प्राक्टिस कर सबुदिन अभ्यास करवाटा गोटे बड़ कथा। से अभ्यास कर निश्चय देह सुस्थ रहा एवं मानसिक अवस्था भल प्रधानमंत्री नरेंद्र मोदी विश्व जोटा आमर भारतीय संस्कृति में जोगटा गोटे प्रधान अस्त्र जहाँकि सारा पृथ्वीर विश्वर कौन लोक से कथा जान नी एमती गोटे अच्छी जोग बोली गोटे किसी जिन अच्छी ना आट प्रेजेंट बर्तमान समग्र विश्व में आम भारतीय संस्कृति को सबुआड़ विस्तारित हो जाए। बर्तमान जोग आमे भारतीय माने आमे जी परिमाण इंटरेस्टेड नुह बर विश्वर अन्य राष्ट्र मान लोक मैंने जोग को अभ्यास कर प्रतिदिन। अमेरिका कहतु लंडन कहतु जेकोसी अंतर्राष्ट्रीय जोग दिवस से उपलक्षे आज आम सिंहद्वार मंडलर जोग दिवस मुदुली जगह कल्याणी मंडप पालन करुँ। आमर यशस्वी प्रधानमंत्री नरेंद्र मोदींकर अनुप्रेरणित आम योग दिवस पालन करें। आमर पूर्वतन विधायक महोदय आमको उत्साहित कर समस्ते एकत्रित हो बर्तमान योग दिवस पालन कर आमर परिवेश है मुख्य। आमर परिवेश रे बर्तमान जो हार में वृक्षर परिमाण कमी कमी जाउची
ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଶୟ ଆଜି ଆମକୁ ଗୋଟେ ଭଲ ଉପଦେଶ ଦେଇଛନ୍ତି ଯେ ମା' ପାଇଁ ଗଛଟିଏ। ଆମେ ଯଦି ଗୋଟେ ଗଛ ଲଗେଇବା, ଗଛଟି ଲଗେଇକିରି ତାକୁ ପ୍ରତିଦିନ ତା'ର ଦେଖାରଖା କରିବା, ତାହେଲେ ସେ ଗଛଟି ବଡ଼ ହେଲେ ସେ ଆମକୁ ପରିବେଶକୁ ପୁରା ସୁନ୍ଦର ସୁଶୀଳ କରିବ। ସେଥିରେ ଅମ୍ଳଜାନ ବି ସୃଷ୍ଟି ହେବ, ଯାହାଫଳରେ କି ଆମକୁ ପରିବେଶ ପାଇଁ ଯାହା ଅମ୍ଳଜାନ ଦରକାର ସଫିସିଏଣ୍ଟ ଆମକୁ ମିଳିପାରିବ। ସେଥିପାଇଁ ଆମେ ପ୍ରୟାସ କରିବା, ସମସ୍ତେ ଗୋଟେ ଗୋଟେ ଗଛ ଲଗାଇବା, ପରିବେଶକୁ ସୁନ୍ଦର କରିବା। ସେଇଟା ହେଉଛି ଆମର ଧର୍ମ ଆଉ କର୍ମ। ଏଥିରେ ଆମେ ସମସ୍ତେ ଉପକୃତ ହେବା।